ବନ୍ଧୁଗଣ ଦୁଃଖର ଦିନ ଶେଷ ହେଲା। ଡିସେମ୍ବର ମାସ ଆରମ୍ଭରୁ ବସିବାକୁ ଯାଉଛନ୍ତି ଟଙ୍କାର ଗାଦିରେ ଏଇ ସବୁ ଭାଗ୍ୟଶାଳୀ ରାଶି। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ଭାଗ୍ୟ ଭବିଷ୍ୟତ ତାର କୁଣ୍ଡଳୀରେ ଲେଖା ଯାଇଥାଏ, ଯାହାକି କିଛି ଗୋଟି ରାଶିଚକ୍ରଙ୍କ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଅଛି। ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ସୁଧାର ଥାଏ, ସେତେବେଳେ ମଣିଷର ଭାଗ୍ୟ ତାକୁ ପୁନଃ ସାଥ ଦେଇଥାଏ। ତା ସହିତ ମନୁଷ୍ୟର ସମ୍ପୂର୍ଣ୍ଣ କାର୍ଯ୍ୟ ସଫଳ ହୋଇଥାଏ। ଯେଉଁ ସମୟରେ ମଣିଷ କୁଣ୍ଡଳୀରେ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଅତ୍ୟନ୍ତ ଶୁଭଦାୟକ ଥାଏ, ସେ ସମୟରେ ମନୁଷ୍ୟର ସବୁ କାର୍ଯ୍ୟ ସଫଳ ହେବା ସହିତ ପ୍ରତିଟି କାର୍ଯ୍ୟରେ ସେ ମଧ୍ୟ ଭଗବାନଙ୍କ ଆଶୀର୍ବାଦ ପାଇଥାଏ। ବନ୍ଧୁଗଣ ପ୍ରତ୍ୟେକ ମାସ ଆରମ୍ଭରୁ ଗ୍ରହ ନକ୍ଷତ୍ର ମଧ୍ୟ ତାଙ୍କର ସ୍ଥିତି ପରିବର୍ତ୍ତନ କରିଥାନ୍ତି। ଯେପରିକି ଡିସେମ୍ବର ମାସରେ ଅନେକ ଗ୍ରହ ନକ୍ଷତ୍ର ତାଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତା ସହିତ ସୂର୍ଯ୍ୟଦେବ ମଧ୍ୟ ଧନୁ ରାଶିକୁ ଚଳନ କରୁଛନ୍ତି। ଏହାର ପ୍ରଭାବ କିଛି ଗୋଟି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଉପରେ ପଡିବାକୁ ଯାଉଅଛି। ବନ୍ଧୁଗଣ ଡିସେମ୍ବର ମାସ ରବିବାରରୁ ଆରମ୍ଭ ହୋଇଛି, ଯାହାକି ସୂର୍ଯ୍ୟଦେବଙ୍କର ଅତ୍ୟନ୍ତ ପ୍ରିୟ ଦିନ ଅଟେ। ସୂର୍ଯ୍ୟଦେବଙ୍କୁ ଅତି ପ୍ରସନ୍ନ ଭାବେ ପୂଜା ଅର୍ଚ୍ଚନା କଲେ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ, ଯାହା ଫଳରେ କି କିଛି ଗୋଟି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି। ହୁଏତ ଏହି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଭିତରେ ଆପଣଙ୍କ ରାଶି ଥାଇପାରେ। ଆପଣମାନେ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଯାହାଫଳରେ ଆମର ନୋଟିଫିକେସନ ଆପଣଙ୍କ ପାଖରେ ପ୍ରଥମେ ଯାଇ ପହଞ୍ଚି ପାରିବ। ଏବେ ଆସନ୍ତୁ ଜାଣିବା ଏ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ପ୍ରଥମ ଭାଗ୍ୟଶାଳୀ ରାଶି ହେଲେ ମେଷ ରାଶି। ମେଷ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏଇ ଡିସେମ୍ବର ମାସ ଆରମ୍ଭରୁ। ବନ୍ଧୁଗଣ ଆପଣମାନଙ୍କ ଜୀବନରେ ପ୍ରତିଟି କାର୍ଯ୍ୟ ସଫଳ ଏବଂ ଶୁଭ ହେବା ପାଇଁ ଯାଉଅଛି। ପ୍ରଭୁ ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ ଆପଣଙ୍କର ଭାଗ୍ୟ ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଅଛି। ଆପଣଙ୍କର ଆଶା ଆକାଂକ୍ଷା ଓ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଅତି ସହଜରେ ପୂର୍ଣ୍ଣ ହୋଇ ସୁଖ ଶାନ୍ତିରେ ସମୟ କଟିବ। କର୍ମ କ୍ଷେତ୍ରରେ ସହଯୋଗୀ ମାନେ ଆପଣଙ୍କର ଅତ୍ୟନ୍ତ ପ୍ରଶଂସା କରିବେ। ଆପଣଙ୍କର ଲାଗି ରହିଥିବା କୋର୍ଟ କଚେରୀ ମାଲି ମକଦ୍ଦମା ସମସ୍ତ ରାୟ ଆପଣଙ୍କ ସପକ୍ଷରେ ଯିବ। ତା ସହିତ ଆପଣ ଉଚ୍ଚ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରନ୍ତି। ଆପଣ ବିଜନେସ ବାଣିଜ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ଇନଭେଷ୍ଟ କରିବା ସହ ଅନ୍ୟକୁ ମଧ୍ୟ ସହଯୋଗ ସହାନୁଭୂତି ଦେଖାଇ ସମାଜରେ ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି, ସଫଳ ନିଶ୍ଚୟ ଆପଣଙ୍କୁ ମିଳିବ। ନୂତନ ଗୃହ ଏବଂ ନୂତନ ଯାନ ମଧ୍ୟ ଆପଣ କ୍ରୟ କରିପାରନ୍ତି। ଆପଣଙ୍କର ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହୋଇ ଅଚାନକ ଧନ ପ୍ରାପ୍ତି ହେବା ଯୋଗ ବନୁଅଛି। ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟି ଆପଣଙ୍କ ଭାଗ୍ୟ ଉପରେ ପଡିଥିବାରୁ ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଛି ଆପଣଙ୍କ ଭାଗ୍ୟ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଦ୍ୱିତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି ବୃଷ ରାଶି। ବୃଷ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏ ଡିସେମ୍ବର ମାସ ଆରମ୍ଭରୁ। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି, ସୂର୍ଯ୍ୟଙ୍କ ପରି ଚମକିବ ଆପଣଙ୍କର ଭାଗ୍ୟ। ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୁନଃ ସାଥ ଦେବା ପାଇଁ ଯାଉଅଛି। ଅଧିକ ରୋଜଗାର କରି ଗୃହ ଉପକରଣ ଦ୍ରବ୍ୟ ମଧ୍ୟ ଆପଣ କ୍ରୟ କରିପାରନ୍ତି। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥା ନୂତନ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି। ବିଜନେସ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସହଯୋଗ କରିପାରନ୍ତି। ଆପଣଙ୍କ ପରିବାର ସୁଖ ଶାନ୍ତି ସମୃଦ୍ଧି ଲାଗି ରହିବ। ତା ସହିତ ସମାଜରେ ଆପଣ ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି, ସଫଳ ସୁନିଶ୍ଚିତ ଆପଣଙ୍କୁ ମିଳିବ। ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି ସୂର୍ଯ୍ୟଙ୍କ ପରି। କୋର୍ଟ କଚେରୀ ମାଲି ମକଦ୍ଦମା ସମସ୍ତ ରାୟ ଆପଣଙ୍କ ସପକ୍ଷରେ ଯିବ, ଯାହାକି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ବିଦ୍ୟାର୍ଥୀ କ୍ଷେତ୍ରରେ ଆପଣ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ମଧ୍ୟ ବନୁଅଛି। ଚାକିରି କ୍ଷେତ୍ରରେ ଆପଣ ଉଚ୍ଚ ପଦବୀ ମଧ୍ୟ ପାଇବାକୁ ଯାଉଛନ୍ତି। ତା ସହିତ ଆପଣଙ୍କର ଦରମା ମଧ୍ୟ ବୃଦ୍ଧି ପାଇବ। ପ୍ରତିଟି କାର୍ଯ୍ୟ ସଫଳ ଏବଂ ମଙ୍ଗଳମୟ ହେବାକୁ ଯାଉଛି ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ଏବେ ଆସନ୍ତୁ ଜାଣିବା ତୃତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ତୃତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି ସିଂହ ରାଶି। ସିଂହ ରାଶି ବ୍ୟକ୍ତିଙ୍କର ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଛି ଭାଗ୍ୟ ଏ ଡିସେମ୍ବର ମାସ ଆରମ୍ଭରୁ। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି, ପ୍ରତିଟି କାର୍ଯ୍ୟ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୁନଃ ସାଥ ଦେଉଥିବାରୁ ଆପଣ ଉଚ୍ଚରୁ ଉଚ୍ଚ ପଦବୀ ମଧ୍ୟ ପାଇପାରନ୍ତି। ସହକର୍ମୀ ମାନଙ୍କ ଠାରୁ ସହଯୋଗ ଏବଂ ସହାନୁଭୂତି ପାଇ ଅତ୍ୟନ୍ତ ଆଶାଜନକ ଫଳ ମଧ୍ୟ ଆପଣ ପ୍ରାପ୍ତି କରିବେ। ଶିକ୍ଷାର୍ଥୀ ଜୀବନ ଆପଣଙ୍କର ଅତ୍ୟନ୍ତ ଭଲ ରେଜଲ୍ଟ ଦେବ। ଯେକୌଣସି ଇଣ୍ଟରଭ୍ୟୁ ଦିଅନ୍ତୁ ନା କାହିଁକି, ସେଥିରେ ଆପଣଙ୍କୁ ସଫଳ ମିଳିବ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି। ଆପଣଙ୍କର ଲାଗି ରହିଥିବା ଆର୍ଥିକ ସମସ୍ୟା ମଧ୍ୟ
ଦୂର ହୋଇ ନୂତନ ଅର୍ଥଯୋଗ ପ୍ରାପ୍ତି ହେବାର ବନୁଅଛି, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ବନ୍ଧୁବାନ୍ଧବଙ୍କ ଏବଂ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଲାଗି ରହିବା ସହିତ ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ବିଜନେସ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିବା ସହ ଅନ୍ୟକୁ ମଧ୍ୟ ସହାନୁଭୂତି ଦେଖେଇ ପାରନ୍ତି। ଟ୍ରେଡିଂ କାମରେ ଆପଣ ପ୍ରଚୁର ଟଙ୍କା ରୋଜଗାର କରିପାରନ୍ତି, ଯାହା ଫଳରେ କି ଆପଣ ହୁଏତ କୋଟିପତି ବନିବାର ଯୋଗ ବନୁଅଛି। ଆପଣଙ୍କ ଭାଗ୍ୟ ପୁନଃସାଥ ଦେଉଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ଏବଂ ମଙ୍ଗଳମୟ ହେବାକୁ ଯାଉଅଛି ପ୍ରଭୁ ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ଏବେ ଆସନ୍ତୁ ଜାଣିବା ଚତୁର୍ଥ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଚତୁର୍ଥ ଭାଗ୍ୟଶାଳୀ ରାଶି ହେଉଛନ୍ତି ବିଛା ରାଶି। ବିଛା ରାଶି ବ୍ୟକ୍ତିଙ୍କର ଡିସେମ୍ବର ମାସରୁ ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଅଛି। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ସୂର୍ଯ୍ୟଙ୍କ ପରି ଚମକିବ ଆପଣଙ୍କର ଭାଗ୍ୟ। ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୁନଃସାଥ ଦେବା ପାଇଁ ଯାଉଅଛି। ନୂତନ ଯୋଜନା ଆପଣ ପ୍ରସ୍ତୁତ କରି ସେଥିରେ ମଧ୍ୟ ଆପଣ ସଫଳତା ଲାଭ କରିପାରିବେ। ସହକର୍ମୀ ମାନଙ୍କ ଠାରୁ ସହଯୋଗ ଏବଂ ସହାନୁଭୂତି ପାଇ ନୂତନ କାର୍ଯ୍ୟ ମଧ୍ୟ ହାତକୁ ନେଇ ଆଗେଇ ପାରିବେ। ଆପଣ ଆୟ ଠାରୁ ଅଧିକ ଆୟ ଉପାର୍ଜନ କରି ଅତ୍ୟନ୍ତ ଫଳ ଲାଭ କରିବା ପାଇଁ ଯାଉଛନ୍ତି। ଗୃହକୁ ମଧ୍ୟ ନୂତନ ଯାନ କିଣିବାର ଯୋଗ ବନୁଅଛି। ଆପଣଙ୍କ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଲାଗି ରହିବା ସହିତ ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ପ୍ରତିଷ୍ଠା ହେବା ପାଇଁ ଯାଉଅଛି। ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ସହିତ ଆପଣଙ୍କର ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ବନୁଅଛି। ତା ସହିତ ପୌତ୍ରିକ ସମ୍ପତ୍ତିରୁ ମଧ୍ୟ ଆପଣ ଲାଭବାନ ହୋଇପାରନ୍ତି। ଚାକିରୀ କ୍ଷେତ୍ରରେ ଉଚ୍ଚ ପଦବୀ ପାଇବା ସହିତ ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ମଧ୍ୟ ବନୁଅଛି। ଆପଣଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ବନୁଅଛି। ପ୍ରତିଟି କାର୍ଯ୍ୟ ଆପଣ ସଫଳ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ଏବେ ଆସନ୍ତୁ ଜାଣିବା ପଞ୍ଚମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ପଞ୍ଚମ ଭାଗ୍ୟଶାଳୀ ରାଶି ହେଉଛନ୍ତି ଧନୁ ରାଶି। ଧନୁ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏ ଡିସେମ୍ବର ମାସ ଆରମ୍ଭରୁ। ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୁନଃସାଥ ଦେବା ପାଇଁ ଯାଉଅଛି। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ସଫଳ ନିଶ୍ଚୟ ଆପଣଙ୍କୁ ମିଳିବ। ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଛି ଆପଣଙ୍କ ଭାଗ୍ୟ। ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପଦୋନ୍ନତି ଦେଖାଦେବା ସହିତ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବା ପାଇଁ ଯାଉଅଛି। ଯେକୌଣସି କାମରେ ହାତ ଦେଲେ ସେଥିରେ ସଫଳତା ପାଇ ଉଚ୍ଚ ଅଧିକାରୀ ଏବଂ ସହକର୍ମୀ ମାନଙ୍କ ଠାରୁ ପ୍ରଶଂସାର ପାତ୍ର ମଧ୍ୟ ପାଇପାରନ୍ତି। ପାଳିତ ପଶୁ ଏବଂ ଯାନବାହନ ଇତ୍ୟାଦି ମଧ୍ୟ ଆପଣ ଲାଭବାନ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ସମୃଦ୍ଧି ପାଇବା ସହିତ ସମାଜରେ ଆପଣଙ୍କ ମାନ ସମ୍ମାନ ଯଶ ପ୍ରତିଷ୍ଠା ହେବା ପାଇଁ ଯାଉଅଛି। କ୍ଷେତ୍ରରେ ଆପଣ ଯେକୌଣସି ଏକ୍ଜାମ ଏବଂ ଇଣ୍ଟରଭ୍ୟୁ ଦିଅନ୍ତୁ ନା କାହିଁକି ସଫଳ ନିଶ୍ଚୟ ଆପଣଙ୍କୁ ମିଳିବ। ଟ୍ରେଡିଂ କାମରେ ଆପଣ ପ୍ରଚୁର ଟଙ୍କା ମଧ୍ୟ ରୋଜଗାର କରିପାରନ୍ତି। ଆପଣଙ୍କର ପ୍ରତିଟି କାର୍ଯ୍ୟ ସୁଖ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି ପ୍ରଭୁ ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ଏବେ ଆସନ୍ତୁ ଜାଣିବା ଷଷ୍ଠ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଷଷ୍ଠ ଭାଗ୍ୟଶାଳୀ ରାଶି ହେଉଛନ୍ତି କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏ ଡିସେମ୍ବର ମାସ ଆରମ୍ଭରୁ। ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୁନଃସାଥ ଦେବା ପାଇଁ ଯାଉଅଛି। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ସଫଳ ନିଶ୍ଚୟ ଆପଣଙ୍କୁ ମିଳିବ। ଆପଣଙ୍କ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଲାଗି ରହିବା ସହିତ ସମାଜରେ ମଧ୍ୟ ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଚାକିରୀ କ୍ଷେତ୍ରରେ ଉଚ୍ଚ ପଦବୀ ପାଇବା ସହିତ ନୂତନ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ବନୁଅଛି। ସାମାଜିକ କଲ୍ୟାଣରେ କାର୍ଯ୍ୟ କରି ଆପଣ ମାନ ସମ୍ମାନ ଯଶ ମଧ୍ୟ ପ୍ରତିଷ୍ଠାର ଅଧିକାରୀ ହୋଇପାରନ୍ତି। କର୍ମ କ୍ଷେତ୍ରରେ ଅନ୍ୟଙ୍କୁ ସାହାଯ୍ୟ କରି ପ୍ରଶଂସାର ପାତ୍ର ମଧ୍ୟ ହୋଇପାରନ୍ତି। ଆପଣ ଉଚ୍ଚ ଅଧିକାରୀଙ୍କ ଠାରୁ ମଧ୍ୟ ପ୍ରଶଂସାର ପାତ୍ର ହୋଇପାରନ୍ତି। ତା ସହିତ ଚାକିରିରେ ନୂତନ ପଦବୀ ପାଇବା ସହିତ ଦର ମଧ୍ୟ ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣଙ୍କ ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ବନୁଅଛି। ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ପ୍ରଭୁ ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟି ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଅଛି ଆପଣଙ୍କର ଭାଗ୍ୟ। ତ ବନ୍ଧୁଗଣ, ଏଇ ସବୁ ଥିଲା ପ୍ରଭୁ ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଉପରେ ପଡୁଥିବାରୁ ସେମାନଙ୍କ ଜୀବନ ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଅଛି। ତ ଆପଣମାନଙ୍କୁ ଆମ ଭିଡିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ଜୟ ସୂର୍ଯ୍ୟଦେବ ଲେଖି ଜଣାନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଭିଡିଓଟିକୁ ଲାଇକ୍ କରନ୍ତୁ।